ଚା ପିଇବା ପାଇଁ ଆସିଥିଲା ଚା ପିଇବା ପାଇଁ ଆସିଥିଲା। ଜିଡି ଗୋଟେ ଡିପାର୍ଟମେଣ୍ଟ ଅଛି ସେ ସେଥିରେ କାମ କରୁଥିଲା। ଜିଡିରେ କାମ କରୁଥିଲେ ଇଲେକ୍ଟ୍ରିକାଲ ଡିପାର୍ଟମେଣ୍ଟ ପିଡବ୍ଲ୍ୟୁଡି ର ଶାଖା ପିଡବ୍ଲ୍ୟୁର ଗୋଟେ ବ୍ରାଞ୍ଚ। କୋଉଥିରେ ଆସିଥିଲେ ବାଇକରେ? ସେଇଠି ଚାଲିକରି ଆସିଥିବ ଆଉ ଚାଲିକି ସେଇଠି ଆପଣ ପାଖରେ ତାଙ୍କର କଣ ହେବେ? ତାର ଅଫିସ ଷ୍ଟାଫ୍। ଅଫିସ ଷ୍ଟାଫ୍। ମୁଁ ତାଙ୍କ ପୁତୁରା ହେବି। ମୋ ନାଁ ସତ୍ୟବ୍ରତ ବେହେରା। ଆପଣ ଏଇଠି ରହୁଛନ୍ତି? ଆଜ୍ଞା। କାଲି କେତେବେଳେ ସେ ଘରୁ ବାହାରିକି ଆସିଥିଲେ କଣ? ସେମିତି ତ ମୁଁ ବି ଥିଲି ମେଣ୍ଢାଶାଳରେ ଦୂରରେ। ସେ ଆସିଲେ ଚା ପିଇବାକୁ ଆସିଥିଲେ 8:15 8:30 ଟାଇମ୍ କହୁଥିଲେ। ସେଠି ଛିଡ଼ା ହେଇଥିଲେ ସେମିତି 4-5 ଜଣ 6 ଜଣ ଯାହା ତ ଆଖି ସାମ୍ନାରେ ଦେଖିନୁ, ଯେତିକି ବି ଶୁଣିଛୁ ସେମିତି ଗାଡ଼ି ଆସିକି ଆକ୍ସିଡେଣ୍ଟ କରିଦେଇଛୁ। ନା ମଦ ପିଇନି। ସାର୍ ଚେକ୍ କଲେ ସବୁ କିଛି ନାହିଁ। ମୁଁ ଆସୁଥିଲି କାଶ ହେଲା ଅନ୍ଧକାର ହେଇକି, ତାପରେ ଗୋଡ଼ ଗୁଡ଼ାକ ଟିକେ ମାନେ ଇଏ ଟାଇପ୍ର କାମ ନ କରିକି ଏକ୍ସିଲେଟର ଉପରେ କେମିତି କ'ଣ ଗୋଡ଼ ପଡ଼ିକି ସ୍ପିଡ଼ ହେଇଯାଇଛି ମୁଁ ବି ଜାଣିନି। ହେଲା ପରେ ତାପରେ ମୁଁ ଦେଖିକି ଯାହା ସିଚୁଏସନ୍ ଜାଣିଛି। ସେ କହିଲି ବା କାଶ ହୋଇଗଲା ଯେତେବେଳେ ଅନ୍ଧାର ହେଇଗଲା, ମୁଣ୍ଡଟା କିଛି କାମ କଲାନି, ଗୋଡ଼ ଗୁଡ଼ା କେଉଁଠି କ'ଣ ହେଇଛି ମୁଁ ବି ଜାଣିପାରିଲିନି। 3 ଜଣ ମରିଗଲେ ତମ ଯୋଗୁଁ, 6 ଜଣ ଏବେ ହସ୍ପିଟାଲ ବେଡ୍ରେ ପଡ଼ିଛନ୍ତି। ମୁଁ ତ ଜାଣିନି, ମୁଁ କାଲିଠୁ ଆସିକି ଏଇଠି ଅଛି। କ'ଣ ହେଇଥିବ? ତମେ ଭାଇ ତମେ ମଦ ପିଅ କି? ନା ନା କେବେ ପିଇନ? ନା କାଲି ପିଇନ? ନା ନା ପିଏନି। ଦେହ ଖରାପ ଥିଲା, ମେଡ଼ିସିନ ଖାଉଥିଲି, ଆଣ୍ଟିବାୟୋଟିକ୍ ଖାଉଥିଲି। ଖାଲି ଯାଇଥିଲି ଏୟାରପୋର୍ଟ ଛାଡ଼ିକି ଆସିବା ପାଇଁ, ଆସିଲା ପୁରା ପାଖକୁ ପଳେଇ ଆସିଥିଲି। ଖାଉଥିଲ? ଅଛି ପ୍ରେସକ୍ରିପସନ୍ ସାର୍ଙ୍କୁ କୋଉ ଦେଇଦେଇଛି। ଜାଣିନ କୋଉ ମେଡିସିନ ଖାଉଥିଲ? କାଶ ମୁଁ ପାଇଁ ନା କେମିତି କଣ ଜାଣିବି? ପାଇଁ? କାଶ ପାଇଁ। ନିଶା ଆକାରରେ କଫ୍ ସିରପ୍ ନେଉଥିଲେ କି? ନା 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 କଫ୍ ସିରପ୍ ଗୋଟେ ଅଧିକ ପିଇଥିଲ, ଖାଲି ବ୍ଲାକ୍ ଆଉଟ୍ ହେଇଗଲା, ଅନ୍ଧାର ଦେଖାଗଲା? ନା 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 ସାର୍, ଓଟା ସବୁ କିଛି ଜାଣିନି। ଜାଣିନ?